बंधु मैंने आजिर एही कार्यक्रम को आपण मानकु स्वागत। आपणकर जदि वृष राशि होता है तेबे आजिर एही भिडियोटी को आपण थरे मात्र शेष पर्यंत निश्चय देखंतु। वृष राशिर व्यक्ति विशेष मानकर जीवन एही मकर संक्रांति ठारू बदलिबाको जाउअछि। कारण ग्रह नक्षत्र मानकर चलन रे एक बहुत बड़ परिवर्तन हेबाको जाउअछि, ଯାହାଦ୍ୱାରା ଏମାନଙ୍କ ଜୀବନରେ ଚାଲିଥିବା ସମସ୍ତ ଦୁଃଖ କଷ୍ଟ ଏବଂ ସମସ୍ୟାର ଅନ୍ତ ହେବାକୁ ଯାଉଛି ଏବଂ ପୁଣି ଥରେ ଆପଣଙ୍କ ଜୀବନକୁ ଖୁସି ଫେରିବାକୁ ଯାଉଛି। ଆପଣଙ୍କ ଜୀବନରେ ନୂତନ ସୂର୍ଯ୍ୟୋଦୟ ହେବାକୁ ଯାଉଛି। କାରଣ ବୁଧ, ଶୁକ୍ର ଏବଂ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ହେବାକୁ ଯାଉଛି, ଯାହାଦ୍ୱାରା ଏହି ମକର ସଂକ୍ରାନ୍ତି ଠାରୁ ଆପଣଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ଦୁଃଖ କଷ୍ଟର ଅନ୍ତ ହେବାକୁ ଯାଉଅଛି। ପୁନର୍ବାର ଆପଣଙ୍କ ଜୀବନରେ ଖୁସି ଫେରିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ଏହି ମକର ସଂକ୍ରାନ୍ତି ପରଠାରୁ ଆପଣଙ୍କ ଜୀବନରେ କ'ଣ ସବୁ ବଡ଼ ପରିବର୍ତ୍ତନ ହେବାର ଅଛି। ତେବେ ଏହା ପୂର୍ବରୁ ଯଦି ଆପଣଙ୍କର ବି ବୃଷ ରାଶି ହୋଇଥାଏ ଏବଂ ଆପଣ ବି ଯଦି ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ଭକ୍ତି କରୁଥାନ୍ତି, ବିଶ୍ୱାସ କରୁଥାନ୍ତି, ତେବେ କମେଣ୍ଟ ବକ୍ସରେ ଜୟ ଶ୍ରୀ ଜଗନ୍ନାଥ ନିଶ୍ଚୟ ଲେଖନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ବନ୍ଧୁମାନେ, ପୂର୍ବରୁ ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ରହୁଥିଲା, ଆପଣଙ୍କର ଧନଜନିତ ସମସ୍ୟା ଦେଖାଦେଉଥିଲା, ଆପଣ ଋଣ ନେଇଥିଲେ କିନ୍ତୁ ଋଣ ଆପଣ ଶୁଝି ପାରୁନଥିଲେ, ଋଣର ଭାର ଆପଣଙ୍କ ଉପରେ ବଢ଼ିଯାଇଥିଲା, ଗୃହ ପରିବାରରେ ଖୁସିର ବାତାବରଣ ନଥିଲା, ଶିକ୍ଷା କ୍ଷେତ୍ରରେ ଅନେକ ସମସ୍ୟା ଦେଖାଦେଉଥିଲା, ଆପଣଙ୍କର ଅନ୍ନେସେସରୀ ଖର୍ଚ୍ଚ ହେଉଥିଲା, ସମାଜରେ ଆପଣଙ୍କର ମାନ ସମ୍ମାନ କମ୍ ହୋଇଯାଇଥିଲା, ଆପଣଙ୍କୁ ଚାକିରି ପ୍ରାପ୍ତି ହୋଇପାରୁନଥିଲା, ସନ୍ତାନ ସନ୍ତତି ପାଇଁ ଆପଣ ଚିନ୍ତିତ ରହୁଥିଲେ, ଆପଣଙ୍କର ବ୍ୟାପାର ବାଣିଜ୍ୟରେ ଲସ୍ ହେଉଥିଲା, ପ୍ରେମ ଜୀବନରେ ମଧ୍ୟ ଅନେକ ସମସ୍ୟା ଦେଖାଦେଉଥିଲା। ତେବେ ଏଭଳି ଯାହା ବି କିଛି ସମସ୍ୟା ଆପଣଙ୍କ ଜୀବନରେ ଚାଲୁଥିଲା ତାହା ଏବେ ଦୂର ହେବାକୁ ଯାଉଅଛି। ଆପଣଙ୍କ ଜୀବନରେ ପୁଣି ଥରେ ଖୁସି ଫେରିବାକୁ ଯାଉଅଛି। ଏହି ମକର ସଂକ୍ରାନ୍ତି ପରଠାରୁ ପୁଣି ଥରେ ଆପଣଙ୍କ ଜୀବନରେ ନୂତନ ସୂର୍ଯ୍ୟୋଦୟ ହେବାକୁ ଯାଉଛି। କାରଣ ଶୁକ୍ରଙ୍କର ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଶୁକ୍ର ହେଉଛନ୍ତି ଯିଏକି ଧନର କାରକ ଗ୍ରହ। ଶୁକ୍ର ଗ୍ରହଙ୍କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନାଯାଇଥାଏ। ଶୁକ୍ର ଆପଣଙ୍କର ଭାଗ୍ୟ ସ୍ଥାନରେ ଅର୍ଥାତ୍ ନବମ ସ୍ଥାନରେ ଥିଲେ, ମାତ୍ର ବର୍ତ୍ତମାନ ଶୁକ୍ର ଆପଣଙ୍କର ଦଶମ ଭାବକୁ ଚଳନ କରୁଛନ୍ତି ଏବଂ ଏହାପରେ ଶୁକ୍ର ଆପଣଙ୍କର ଏକାଦଶ ଭାବକୁ ଚଳନ କରିବେ। ତ ଏଠାରେ ଶୁକ୍ରଙ୍କର ସ୍ଥିତି ବହୁତ ଭଲ ରହୁଛି। ଶୁକ୍ର ଆପଣଙ୍କର ରାଶିର ସ୍ୱାମୀ ଗ୍ରହ ଅଟନ୍ତି। ରାଶିର ସ୍ୱାମୀ ଗ୍ରହ ଆପଣଙ୍କର କର୍ମ ସ୍ଥାନରେ ଅବସ୍ଥାନ କରିଛନ୍ତି, ଯାହାଫଳରେ ଏହି ମକର ସଂକ୍ରାନ୍ତି ଠାରୁ ଆପଣଙ୍କୁ ନୂତନ କର୍ମ ପ୍ରାପ୍ତି ହୋଇପାରେ, ଅର୍ଥାତ୍ ଆପଣଙ୍କୁ ନୂତନ ଚାକିରି ପ୍ରାପ୍ତି ହୋଇପାରେ। ଯେଉଁମାନେ ବେରୋଜଗାର ଥିଲେ, ଯେଉଁମାନଙ୍କ ପାଖରେ କୌଣସି କର୍ମ ସଂସ୍ଥାନ ନଥିଲା, ଚାକିରିଟିଏ ନଥିଲା, ସେମାନଙ୍କୁ ଏହି ମକର ସଂକ୍ରାନ୍ତି ପରେ ଅବଶ୍ୟ ଚାକିରି ପ୍ରାପ୍ତି ହେବ। କାରଣ ଶୁକ୍ର ଏଠାରେ ନିଜର ମିତ୍ରଙ୍କ ସହିତ ଶନିଙ୍କ ସହିତ ବିରାଜମାନ ଅଛନ୍ତି ଏବଂ ଶନି ହେଉଛନ୍ତି ଆପଣଙ୍କ ପାଇଁ ସବୁଠାରୁ ଅଧିକ ଯୋଗକାରକ ଗ୍ରହ। ଶୁକ୍ର ଏବଂ ଶନି ଆପଣଙ୍କର କ୍ୟାରିୟର ଭାବରେ ଅଛନ୍ତି, ଯାହାଫଳରେ କ୍ୟାରିୟରରେ ଆପଣ ବହୁତ ଅଧିକ ଉନ୍ନତି କରିବେ। ଆପଣଙ୍କର କ୍ୟାରିୟରରେ ବହୁତ ବଡ଼ ପରିବର୍ତ୍ତନ ହେବାର ଅଛି। ଆପଣଙ୍କୁ ଆକସ୍ମିକ ଧନ ଲାଭ ହେବ। ଉପର ଅଫିସରଙ୍କର ସପୋର୍ଟ ଆପଣଙ୍କୁ ପ୍ରାପ୍ତି ହେବ। ଯେଉଁମାନେ ଚାକିରି କ୍ଷେତ୍ରରେ ଅଛନ୍ତି ସେମାନଙ୍କର ପ୍ରମୋସନ ହେବାର ମଧ୍ୟ ଯୋଗ ବନୁଅଛି। କ୍ୟାରିୟର କ୍ଷେତ୍ରରେ ଆପଣ ଯାହା ବି କିଛି ସମସ୍ୟା ଥିଲା ତାହା ସବୁ ଦୂର ହୋଇଯିବ। ସମାଜରେ ଆପଣଙ୍କୁ ମାନ ସମ୍ମାନ ପ୍ରାପ୍ତି ହେବ, ମାତ୍ର କ୍ୟାରିୟରରେ ଆପଣଙ୍କୁ ବହୁତ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ପରିଶ୍ରମ କଲେ ଯାଇ ଆପଣଙ୍କୁ ବହୁତ ଅଧିକ ସଫଳତା ପ୍ରାପ୍ତି ହେବ। କାରଣ ଶନି ହେଉଛନ୍ତି କର୍ମର କାରକ ଗ୍ରହ। ବିନା ପରିଶ୍ରମରେ, ବିନା କର୍ମରେ ଶନି କାହାକୁ ବି ଶୁଭ ଫଳ ପ୍ରଦାନ କରିନଥାନ୍ତି। ସେଥିପାଇଁ ଆପଣ ସବୁବେଳେ ପରିଶ୍ରମ କରନ୍ତୁ। ନିଶ୍ଚିତ ଭାବରେ ଆପଣ କ୍ୟାରିୟରରେ ବହୁତ ଅଧିକ ଉନ୍ନତି କରିବେ। ଶୁକ୍ର ଆପଣଙ୍କର ଦଶମ ଭାବରେ ରହି ଆପଣଙ୍କର ଚତୁର୍ଥ ଭାବକୁ ଦେଖୁଛନ୍ତି। ଏହାର ଅର୍ଥ ହେଉଛି ଆପଣ କୌଣସି ଯାନବାହନ, ପ୍ରପର୍ଟି, ଭୂମି ଇତ୍ୟାଦି କିଣାକିଣି କରିପାରନ୍ତି କିମ୍ବା ନୂତନ ଗୃହ ନିର୍ମାଣ କରିପାରନ୍ତି। ଆପଣଙ୍କର ମାଙ୍କର ସ୍ୱାସ୍ଥ୍ୟରେ ଯଦି କିଛି ସମସ୍ୟା ଲାଗି ରହିଥିଲା ତେବେ ମାଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିବ।
କ୍ୟାରିୟର କ୍ଷେତ୍ରରେ ଆପଣଙ୍କର କାହା ସହିତ ସମ୍ପର୍କ ବଢ଼ିପାରେ। ଆପଣଙ୍କର ଭଲ ପାଇବା ହୋଇପାରେ। ବନ୍ଧୁମାନେ, ଏହି ମକର ସଂକ୍ରାନ୍ତି ପରେ ସୂର୍ଯ୍ୟ ଆପଣଙ୍କର ଭାଗ୍ୟ ଭାବକୁ ଅର୍ଥାତ୍ ନବମ ଭାବକୁ ଚଳନ କରୁଛନ୍ତି। ଆପଣଙ୍କର ତ୍ରିକୋଣକୁ ଲକ୍ଷ୍ମୀ ସ୍ଥାନକୁ ଚଳନ କରୁଛନ୍ତି, ଯାହାଫଳରେ ଆପଣଙ୍କର ଭାଗ୍ୟ ଆପଣଙ୍କୁ ସମ୍ପୂର୍ଣ୍ଣ ରୂପରେ ସାଥ ଦେବ। ଆପଣ ଅଳ୍ପ ପରିଶ୍ରମରେ ବହୁତ ଅଧିକ ସଫଳତା ପ୍ରାପ୍ତି କରିବେ। ଆପଣ ଯେଉଁ ବି କାର୍ଯ୍ୟ ଆରମ୍ଭ କରିବେ ସେଥିରେ ଭାଗ୍ୟ ଆପଣଙ୍କୁ ସାଥ ଦେବ। ଆପଣ କୌଣସି ବଡ଼ କାର୍ଯ୍ୟର ଆରମ୍ଭ କରିପାରନ୍ତି। ବଡ଼ ଇନଭେଷ୍ଟମେଣ୍ଟ ମଧ୍ୟ ଆପଣ କରିପାରନ୍ତି। ଆପଣଙ୍କର ଗୃହରେ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ। ଆପଣ ଏହି ସମୟରେ କୌଣସି ଛୋଟ ମୋଟ ଜାଗାକୁ ଅଧିକ ଯାତ୍ରା କରିପାରନ୍ତି। ଅନଲାଇନ୍, ଡିଜିଟାଲ ଏବଂ ମାର୍କେଟିଂ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଅଧିକ ଶୁଭ ଫଳ ପ୍ରାପ୍ତି କରିବେ। ଆପଣଙ୍କର ସାହସ ଏବଂ ପରାକ୍ରମ ବଢ଼ିବ। ସେୟାର ମାର୍କେଟ, ଷ୍ଟକ୍ ମାର୍କେଟ ଏବଂ ଟ୍ରେଡିଂରେ ଆପଣଙ୍କୁ ଅଚାନକ ଲାଭ ପ୍ରାପ୍ତି ହେବ। ଦେବଗୁରୁ ବୃହସ୍ପତି ଆପଣଙ୍କର ଦ୍ୱିତୀୟ ଭାବରେ ବିରାଜମାନ ଅଛନ୍ତି, ଧନ ଭାବରେ ବିରାଜମାନ ଅଛନ୍ତି। ତ ବୃହସ୍ପତି ଏଠାରେ ଆପଣଙ୍କର ଧନକୁ ବୃଦ୍ଧି କରାଉଛନ୍ତି, ଆପଣଙ୍କର ବ୍ୟାଙ୍କ ବାଲାନ୍ସକୁ ବଢ଼ାଉଛନ୍ତି। ଆପଣଙ୍କର ଡେଲି ଇନକମ୍ ମଧ୍ୟ ବଢ଼ିବ। ଆପଣଙ୍କର ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବହୁତ ମଜବୁତ ରହିବ। ଆପଣ ନିଜେ ଦେଖିବେ ଏହି ମକର ସଂକ୍ରାନ୍ତି ପରେ ଆପଣଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। ଯେଉଁ ଦମ୍ପତିମାନେ ସନ୍ତାନର କାମନା କରୁଥିଲେ ସେମାନଙ୍କୁ ଏହି ମକର ସଂକ୍ରାନ୍ତି ପରେ ସନ୍ତାନ ସୁଖ ଅବଶ୍ୟ ପ୍ରାପ୍ତି ହେବ। ଆପଣଙ୍କର ଗୃହରେ କୌଣସି ଖୁସି ଖବର ମିଳିପାରେ। ଆପଣଙ୍କ ଗୃହକୁ ନୂତନ ଅତିଥି ଆସିପାରନ୍ତି। ଆପଣଙ୍କର ବାଣୀରେ ମଧୁରତା ଆସିବ। ଲୋକମାନେ ଆପଣଙ୍କର ବାଣୀ ଦ୍ୱାରା ଆପଣଙ୍କ ଆଡ଼କୁ ଆକର୍ଷିତ ହେବେ। ଆପଣଙ୍କର ଜ୍ଞାନ ବଢ଼ିବ, ବୁଦ୍ଧି ବଢ଼ିବ। ବୃହସ୍ପତି ଏଠାରେ ରହି ଆପଣଙ୍କର ଷଷ୍ଠ ଭାବକୁ ଦେଖୁଛନ୍ତି। ଏହାର ଅର୍ଥ ହେଉଛି, ଯଦି ପୂର୍ବରୁ ଆପଣ କିଛି ଋଣ ନେଇଥିଲେ ଏବଂ ସେହି ଋଣ ଶୁଝିବାରେ ଆପଣ ସକ୍ଷମ ହୋଇପାରୁନଥିଲେ, ତେବେ ଏହି ମକର ସଂକ୍ରାନ୍ତି ପରେ ଆପଣ ଋଣ ଶୁଝିବାରେ ସକ୍ଷମ ହେବେ। ସମସ୍ତ ଋଣ କରଜରୁ ଆପଣଙ୍କୁ ମୁକ୍ତି ମିଳିଯିବ। ଶତ୍ରୁ ପୀଡ଼ା ଏବଂ ରୋଗ ପୀଡ଼ାରୁ ଆପଣଙ୍କୁ ମୁକ୍ତି ମିଳିବ। ସମୟ ସମୟରେ ଆପଣଙ୍କୁ ଆକସ୍ମିକ ଧନ ମଧ୍ୟ ପ୍ରାପ୍ତି ହୋଇପାରେ। ଆପଣ କୌଣସି ଗୁପ୍ତ ଜ୍ଞାନର ଅଧ୍ୟୟନ କରିପାରନ୍ତି। ରିସର୍ଚ୍ଚ କ୍ଷେତ୍ରରେ ଥିବା ପିଲାମାନଙ୍କୁ ସଫଳତା ମିଳିବ। ଆପଣ ଜ୍ୟୋତିଷ ବିଦ୍ୟା ଅଧ୍ୟୟନ କରିବା ପାଇଁ ଆଗ୍ରହ ଦେଖାଇପାରନ୍ତି। ତନ୍ତ୍ରମନ୍ତ୍ର ପ୍ରତି ମଧ୍ୟ ଆପଣଙ୍କର ରୁଚି ବଢ଼ିପାରେ। ମୋଟାମୋଟି ଭାବରେ କହିବାକୁ ଗଲେ ଆପଣ ଗଭୀର ଜ୍ଞାନ ଅଧ୍ୟୟନ କରିବା ପାଇଁ ଚାହିଁବେ। ପ୍ରତ୍ୟେକ ଜିନିଷକୁ ଏହି ସମୟରେ ଆପଣ ଗଭୀର ଭାବରେ ଶିଖିବା ପାଇଁ ଚାହିଁବେ। କିନ୍ତୁ ଗୋଟିଏ କଥା ମନେ ରଖନ୍ତୁ, ଏହି ମକର ସଂକ୍ରାନ୍ତି ପରେ ଆପଣ ଗାଡ଼ି ଚଲାଇବା ବେଳେ ଟିକେ ସତର୍କତା ଅବଲମ୍ବନ କରନ୍ତୁ ଏବଂ କୌଣସି ବି ବଡ଼ ଇନଭେଷ୍ଟମେଣ୍ଟ କରିବା ପୂର୍ବରୁ ବୟସ୍କ ଏବଂ ଅଭିଜ୍ଞ ବ୍ୟକ୍ତିମାନଙ୍କର ପରାମର୍ଶ ନିଅନ୍ତୁ। କାରଣ ବୁଧ ଆପଣଙ୍କର ଅଷ୍ଟମ ଭାବକୁ ଚଳନ କରୁଛନ୍ତି, ଯାହାଫଳରେ ଆପଣଙ୍କର ଆକସ୍ମିକ କ୍ଷତି ହୋଇପାରେ। ତ ଏଥିପ୍ରତି ଆପଣ ବିଶେଷ ଧ୍ୟାନ ଦେବେ। ଆପଣ ଶିକ୍ଷା କ୍ଷେତ୍ରରେ ମଧ୍ୟ ବହୁତ ଅଧିକ ଉନ୍ନତି କରିବେ। ଆପଣ ଉଚ୍ଚଶିକ୍ଷା କରିବା ପାଇଁ ବାହାରକୁ ଯାଇପାରନ୍ତି। କୌଣସି ନୂତନ ସ୍ଥାନରେ ଆପଣ ଆଡମିସନ ନେଇପାରନ୍ତି। ଏହି ମକର ସଂକ୍ରାନ୍ତି ପରେ ଯଦି ଆପଣଙ୍କର କିଛି ଏକ୍ଜାମ ରହିଛି, ତେବେ ସେଥିରେ ଆପଣ ନିଶ୍ଚିତ ଭାବରେ ଉତ୍ତୀର୍ଣ୍ଣ ହେବେ। ପ୍ରତିଯୋଗିତାମୂଳକ ପରୀକ୍ଷାରେ, ସରକାରୀ ପରୀକ୍ଷାରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ତ ଶିକ୍ଷାକୁ ନେଇ ଏହି ମକର ସଂକ୍ରାନ୍ତି ପରର ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ। ପ୍ରେମ ଜୀବନରେ ମଧ୍ୟ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ଆପଣଙ୍କର ଭଲ ପାଇବା ବିବାହର ରୂପ ମଧ୍ୟ ନେଇପାରେ। ଭ୍ରମଣ ସୁଖ ଆପଣଙ୍କୁ ପ୍ରାପ୍ତି ହେବ। ଏହି ମକର ସଂକ୍ରାନ୍ତି ପରେ ଆପଣଙ୍କର ଭଲ ପାଇବା ବିବାହର ରୂପ ମଧ୍ୟ ନେଇପାରେ ଏବଂ ଯେଉଁମାନେ ସିଙ୍ଗଲ ଅଛନ୍ତି ତ ଆପଣଙ୍କୁ ନୂତନ ପାର୍ଟନର ମଧ୍ୟ ମିଳିପାରେ। ବନ୍ଧୁମାନେ, ରାହୁ ଆପଣଙ୍କର ଏକାଦଶ ଭାବରେ ଅଛନ୍ତି। ରାହୁଙ୍କୁ ଏକାଦଶ ଭାବରେ ବହୁତ ଉତ୍ତମ ମାନାଯାଇଥାଏ। ଏକାଦଶ ଭାବରେ ରାହୁ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିଥାନ୍ତି, କାରଣ ରାହୁ ତ୍ରିଶଡ଼ାୟ ଭାବରେ ଅତ୍ୟନ୍ତ ଶୁଭ ହୋଇଥାନ୍ତି, ଯାହାକି ତୃତୀୟ, ଷଷ୍ଠ ଏବଂ ଏକାଦଶ ଭାବକୁ ତ୍ରିଶଡ଼ାୟ ଭାବ ମାନାଯାଇଥାଏ, ଯାହାଫଳରେ ଆପଣଙ୍କୁ ଆକସ୍ମିକ ଲାଭ ପ୍ରାପ୍ତି ହେବ। ଆପଣଙ୍କ ମନର ଇଚ୍ଛା ନିଶ୍ଚିତ ଭାବରେ ପୂର୍ଣ୍ଣ ହେବ। ବଡ଼ ଭାଇ ଭଉଣୀମାନଙ୍କର ସପୋର୍ଟ ଆପଣଙ୍କୁ ମିଳିବ। ଯେଉଁ ବ୍ୟକ୍ତିବିଶେଷମାନେ ବିଦେଶ ଯିବାକୁ ଚାହୁଁଥିଲେ ସେମାନଙ୍କୁ ବିଦେଶ ଯାତ୍ରାର ମଧ୍ୟ ସୁଖ ପ୍ରାପ୍ତି ହେବ। ବିଦେଶରେ ରହି କାମ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ସଫଳତା ପ୍ରାପ୍ତି ହେବ। ଆପଣ ଯଦି ବ୍ୟାପାର ବାଣିଜ୍ୟ କରୁଛନ୍ତି ତେବେ ସେଥିରେ ଆପଣ ନିଶ୍ଚିତ ଭାବରେ ଉନ୍ନତି କରିବେ।
ଆପଣ କୌଣସି ନୂତନ ବ୍ୟାପାର ମଧ୍ୟ ଆରମ୍ଭ କରିପାରନ୍ତି ଏବଂ ଆପଣଙ୍କର ଡେଲି ଇନକମ୍ରେ ମଧ୍ୟ ବୃଦ୍ଧି ଆସିବ। ଆପଣଙ୍କର ଫାଇନାନ୍ସିଆଲ ଗ୍ରୋଥ୍ ହେବ। ଆପଣଙ୍କର ବୈବାହିକ ଜୀବନ ମଧ୍ୟ ସୁଖମୟ ହେବ। ଆପଣ 2 ଜଣ ମିଶି କୌଣସି ବଡ଼ ଡିସିସନ୍ ନେଇପାରନ୍ତି। ଆପଣଙ୍କର ପାର୍ଟନର ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ ଏବଂ ସହଯୋଗ କରିବେ। ତ ଏହି ମକର ସଂକ୍ରାନ୍ତି ପରେ ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପ୍ରାପ୍ତି କରିବା ପାଇଁ ଯାଉଛନ୍ତି। ତାହା ଆପଣଙ୍କର ଶିକ୍ଷା କ୍ଷେତ୍ରରେ ହେଉ, ପ୍ରେମ ଜୀବନରେ ହେଉ, ଆପଣଙ୍କର ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ହେଉ କିମ୍ବା କ୍ୟାରିୟର କ୍ଷେତ୍ରରେ ହେଉ, ଆପଣ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି କରିବା ପାଇଁ ଯାଉଛନ୍ତି। ତେବେ ଅଧିକ ଶୁଭ ଫଳ ପ୍ରାପ୍ତି କରିବା ପାଇଁ ଆପଣ ମା ଲକ୍ଷ୍ମୀଙ୍କର ଆରାଧନା କରନ୍ତୁ ଏବଂ ପ୍ରତ୍ୟେକ ଦିନ ଆପଣ ଶୁକ୍ରଙ୍କର ବୀଜ ମନ୍ତ୍ର 108 ଥର ଜପ କରନ୍ତୁ ଏବଂ ପ୍ରତ୍ୟେକ ବୁଧବାର ଦିନ ଆପଣ ଗାଈକୁ ସବୁଜ ଚାରା ଖାଇବାକୁ ଦିଅନ୍ତୁ। ଆପଣଙ୍କର ସମସ୍ତ ଅଶୁଭତ୍ୱ ଖଣ୍ଡନ ହୋଇ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ। ତେବେ ବନ୍ଧୁମାନେ, ଆପଣଙ୍କର ଜୀବନ ମଙ୍ଗଳମୟ ହେଉ, ଏହା ହିଁ ଈଶ୍ୱରଙ୍କ ନିକଟରେ ମୋର ପ୍ରାର୍ଥନା। ଧନ୍ୟବାଦ।